નમસ્કાર. ઓમ નમો ભગવતે વાસુદેવાય. નમસ્કાર. ଆଜି ଆମେ ପୁଣି ଥରେ ଶ୍ରୀମଦ୍ ଭଗବଦ୍ ଗୀତାର ଗଭୀରତାରେ ପ୍ରବେଶ କରିବା. ହଁ, ଆଜି ଆମେ ଅଧ୍ୟାୟ 1ର ଶ୍ଲୋକ ସଂଖ୍ୟା 11, 12 ଆଉ 13 ଏଇ ତିନୋଟି ଶ୍ଲୋକ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା। ଆଉ ଆମର ଆଧାର ହେଉଛି ଗୀତା ପ୍ରେସ୍ ଗୋରଖପୁର ଦ୍ୱାରା ପ୍ରକାଶିତ ସଂସ୍କରଣ। ଏହି ଶ୍ଲୋକଗୁଡ଼ିକ ମାନେ କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ସେଇ ପ୍ରଥମ ମୁହୂର୍ତ୍ତର ଉତ୍ତେଜନାକୁ ଖୁବ୍ ସୁନ୍ଦର ଭାବେ ଦେଖାଏ। ହଁ, ଏଥିରେ ଆମେ ଦେଖିବା ଦୁର୍ଯ୍ୟୋଧନଙ୍କର ରଣନୀତି, ପିତାମହ ଭୀଷ୍ମଙ୍କର ପ୍ରତିକ୍ରିୟା ଆଉ ଆଉ କୌରବ ସେନାରେ ସେ ଯୁଦ୍ଧ ପାଇଁ ଯେଉଁ ଉନ୍ମାଦନା ଖେଳିଯାଉଛି ସେ ବିଷୟରେ। ଏହାର ପୂରା ଭାବ ଆଉ ଗଭୀର ଅର୍ଥକୁ ଭଲ ଭାବେ ବୁଝିବା ପାଇଁ ଆମ ସହିତ ଶେଷ ପର୍ଯ୍ୟନ୍ତ ରହିବାକୁ ଅନୁରୋଧ। ଆଉ ଯଦି ଏଭଳି ଆଲୋଚନା ଆପଣଙ୍କୁ ଭଲ ଲାଗୁଥାଏ ତେବେ ନିଶ୍ଚୟ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ତେବେ ଆରମ୍ଭ କରିବାର ଏକାଦଶ ଶ୍ଲୋକରୁ ମୁଁ ପ୍ରଥମେ ପାଠ କରୁଛି। ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତାଃ ଭୀଷ୍ମମେବ ଅଭିରକ୍ଷନ୍ତୁ ଭବନ୍ତଃ ସର୍ବେବ ହି। 11 ଏଠାରେ ଦେଖନ୍ତୁ ଦୁର୍ଯ୍ୟୋଧନ ସିଧାସଳଖ ନିଜ ସେନାପତିମାନଙ୍କୁ କହୁଛନ୍ତି ସମସ୍ତେ ନିଜ ନିଜ ମୋର୍ଚ୍ଚାରେ ରୁହନ୍ତୁ, କିନ୍ତୁ ସବୁ ଦିଗରୁ କେବଳ ପିତାମହ ଭୀଷ୍ମଙ୍କୁ ହିଁ ରକ୍ଷା କରନ୍ତୁ। ଏମିତି କାହିଁକି? ମାନେ ଏତେ ଯୋଦ୍ଧା ଅଛନ୍ତି, କେବଳ ଭୀଷ୍ମଙ୍କ ସୁରକ୍ଷା ପାଇଁ ଏତେ ଜୋର ଦେବାର କାରଣ କ'ଣ ଥାଇପାରେ? ଦେଖନ୍ତୁ, ଏଇଟା ଗୋଟେ ବହୁତ ଚତୁର କଥା ଦୁର୍ଯ୍ୟୋଧନଙ୍କର। ଏହାର ମୁଖ୍ୟତଃ ଦୁଇଟା ଦିଗ ଅଛି। ଆଚ୍ଛା। ହଁ, ପ୍ରଥମ କଥା ହେଲା ଦୁର୍ଯ୍ୟୋଧନ ଜାଣିଛନ୍ତି ଯେ ଭୀଷ୍ମଙ୍କ ମନ ଭିତରେ କୋଉଠି ନା କୋଉଠି ପାଣ୍ଡବମାନଙ୍କ ପାଇଁ ଗୋଟେ ସ୍ନେହ ଅଛି। ତେଣୁ ତାଙ୍କ ସୁରକ୍ଷାର ଦାୟିତ୍ୱ ସମସ୍ତଙ୍କ ଉପରେ ନ୍ୟସ୍ତ କରି ସେ ଭୀଷ୍ମଙ୍କୁ ଏମିତି ବାନ୍ଧିଦେବାକୁ ଚାହୁଁଛନ୍ତି ଯେମିତି ସେ ଆଉ ଦ୍ୱିଧାରେ ନ ପଡ଼ନ୍ତି। ମାନେ ତାଙ୍କୁ ପୂରାପୂରି ନିଜ ପକ୍ଷରେ ରଖିବା ପାଇଁ ଏକ ପ୍ରକାର ଚେଷ୍ଟା। ଓ, ଏହା ତ ଏକ ମନସ୍ତାତ୍ତ୍ୱିକ ଚାପ ସୃଷ୍ଟି କରିବା ଭଳି। ଆଚ୍ଛା। ଆଉ ଦ୍ୱିତୀୟ କାରଣଟା? ଦ୍ୱିତୀୟ କାରଣଟା ବୁଝିଲେ ଆହୁରି ଗୁରୁତ୍ୱପୂର୍ଣ୍ଣ ଆଉ ସାମରିକ ଦୃଷ୍ଟିରୁ ଜଟିଳ। ସେ ଶିଖଣ୍ଡୀଙ୍କ ସହ ଲଢ଼ିବେନି, କାରଣ ସେ ଶିଖଣ୍ଡୀଙ୍କୁ ସ୍ତ୍ରୀ ଭାବରେ ଦେଖନ୍ତି। ହଁ, ସେ ପୂର୍ବଜନ୍ମ କଥା ଆଉ ଏ ଜନ୍ମର ଆରମ୍ଭ କଥାକୁ ନେଇ। ଏକ୍ଜାକ୍ଟଲି। ଆଉ ଶିବଙ୍କ ବରଦାନ ଅନୁସାରେ ଶିଖଣ୍ଡୀଙ୍କ ଜନ୍ମ ହିଁ ହୋଇଛି ଭୀଷ୍ମଙ୍କୁ ବଧ କରିବା ପାଇଁ। ଆଚ୍ଛା। ତେଣୁ ଦୁର୍ଯ୍ୟୋଧନଙ୍କୁ ହିସାବ ହେଲା ଯଦି କୌଣସି ମତେ ଭୀଷ୍ମଙ୍କୁ ଶିଖଣ୍ଡୀଙ୍କଠାରୁ ଦୂରେଇ ରଖାଯାଇପାରିବ ତାହେଲେ ଭୀଷ୍ମ ତ ଅଜେୟ, ସେ ସମସ୍ତଙ୍କୁ ହରାଇ ଦେବେ ଆଉ କୌରବଙ୍କ ବିଜୟ ପକ୍କା। ଏଇଟା ତାଙ୍କର ଆଶା ବି ଆଉ ଆଶଙ୍କା ବି। ବାଃ, ବହୁତ ଗଭୀର କଥା ତ। ମାନେ ଗୋଟିଏ ସାଧାରଣ ଦିଶୁଥିବା ନିର୍ଦ୍ଦେଶ ପଛରେ ଏତେ ରଣନୀତି, ଏତେ ଭୟ। ଭଲ। ତେବେ ଦୁର୍ଯ୍ୟୋଧନଙ୍କର ଏହି କଥା ଶୁଣି ପିତାମହ ଭୀଷ୍ମ କେମିତି ପ୍ରତିକ୍ରିୟା ଦେଲେ? ଆସନ୍ତୁ ଦ୍ୱାଦଶ ଶ୍ଲୋକ ଦେଖିବା। ତସ୍ୟ ସଞ୍ଜନୟନ୍ ହର୍ଷಂ କୁରୁ ବୃଦ୍ଧଃ ପିତାମହ ସିଂହନାଦಂ ବିନଦ୍ୟଚେୟ ଶଙ୍ଖଂ ଦଧ୍ମୋ ପ୍ରତାପବାନ୍। 12 ଏ ଶ୍ଲୋକରେ କୁହାଯାଉଛି ଯେ ସେହି କୁରୁବୃଦ୍ଧ ମହାପ୍ରତାପୀ ପିତାମହ ଭୀଷ୍ମ ଦୁର୍ଯ୍ୟୋଧନଙ୍କ ମନରେ ହର୍ଷ ଜାତ କରାଇ ସିଂହ ପରି ଗର୍ଜନ କରି ଜୋରରେ ଶଙ୍ଖ ବଜାଇଲେ। ମୋତେ ଏଇ ହର୍ଷ ଜାତ କରାଇ ବାକ୍ୟାଂଶଟା ଟିକେ ଏହାର ଅର୍ଥ କ'ଣ? ଏମିତି ଲାଗୁଛି ଯେମିତି ସେ ଜାଣିଶୁଣି ଏମିତି କଲେ। ହଁ, ଏଇଟା ଗୋଟେ ଭଲ ପ୍ରଶ୍ନ। ଏଠି ହର୍ଷ ଜାତ କରାଇ କହିବାର ତାତ୍ପର୍ଯ୍ୟ ହେଉଛି ଭୀଷ୍ମଙ୍କର ଯେଉଁ ସ୍ୱାଭାବିକ ପ୍ରଭାବ, ଯେଉଁ ପ୍ରତାପ ଅଛି ତାହା ହିଁ ଏମିତି। ସେ ଏତେ ତେଜସ୍ୱୀ ଯେ ତାଙ୍କର କୌଣସି କାର୍ଯ୍ୟ ହିଁ ସାମ୍ନାରେ ଥିବା ଲୋକ ମନରେ, ଏଠି ଯେମିତି ଦୁର୍ଯ୍ୟୋଧନଙ୍କର ମନରେ ଆପେ ଆପେ ହର୍ଷ ସୃଷ୍ଟି କରିଦେବ। ସେଇଥିପାଇଁ ତାଙ୍କୁ ଶେଷରେ ପ୍ରତାପବାନ ବି କୁହାଯାଇଛି। ଆଚ୍ଛା, ତାଙ୍କ ପ୍ରଭାବ ହିଁ ସେମିତି। ଏକଦମ। ଆଉ ଦେଖନ୍ତୁ, ତାଙ୍କୁ କୁରୁବୃଦ୍ଧ କୁହାଯାଇଛି। ଏହାର ବି ଗଭୀର ଅର୍ଥ ଅଛି। ବୟସରେ ତ ବାହାଳିକ ତାଙ୍କଠୁ ବଡ଼ ଥିଲେ, କିନ୍ତୁ ଜ୍ଞାନରେ, ମାନେ ଧର୍ମଜ୍ଞାନ, ଈଶ୍ୱର ତତ୍ତ୍ୱ ଜ୍ଞାନରେ ଭୀଷ୍ମ ହିଁ କୁରୁବଂଶରେ ସବୁଠୁ ବୃଦ୍ଧ ବା ଶ୍ରେଷ୍ଠ ଥିଲେ। ବୁଝିଲି। ଆଉ ପିତାମହ ସମ୍ବୋଧନର କିଛି ବିଶେଷତ୍ୱ ଅଛି କି ଏଠି? ନିଶ୍ଚୟ ଅଛି। ଦେଖନ୍ତୁ, ଯେତେବେଳେ ଦୁର୍ଯ୍ୟୋଧନ ଏମିତି ଚତୁର କଥା କହିଲେ, ଦ୍ରୋଣାଚାର୍ଯ୍ୟ କିନ୍ତୁ ଚୁପ୍ ରହିଲେ। ସେ ବୋଧେ ଏହାର ଗଭୀରତା ବୁଝିପାରିଲେ। କିନ୍ତୁ ଭୀଷ୍ମ ତ ପିତାମହ, ମାନେ ଦୁର୍ଯ୍ୟୋଧନଙ୍କର ଜେଜେବାପା ସମ୍ପର୍କ। ସେ ଦୁର୍ଯ୍ୟୋଧନଙ୍କର ଏ ଚତୁରତାକୁ ବାଳୁତପଣିଆ ବୋଲି ଭାବିଲେ। ତାଙ୍କ ମନରେ ନାତି ପାଇଁ ବାତ୍ସଲ୍ୟ ସ୍ନେହ ଆସିଲା। ଆଚ୍ଛା। ସ୍ନେହ। ହଁ।
ସେଇଥିପାଇଁ ସେ ଦ୍ରୋଣାଙ୍କ ପରି ଗମ୍ଭୀର ନ ରହି ଦୁର୍ଯ୍ୟୋଧନଙ୍କୁ ଟିକେ ଖୁସି କରିଦେବା ପାଇଁ, ତାଙ୍କ ମନରେ ଉତ୍ସାହ ଭରିଦେବା ପାଇଁ ଆଗ ସିଂହ ଭଳି ଗର୍ଜନ କଲେ ଆଉ ତାପରେ ଜୋରରେ ଶଙ୍ଖ ବଜାଇଲେ। ଏ ଗର୍ଜନ ଆଉ ଶଙ୍ଖନାଦ ଦୁଇଟା କାମ କଲା। ଶତ୍ରୁପକ୍ଷକୁ ଭୟ ଦେଖାଇଲା ଆଉ ନିଜ ପକ୍ଷରେ ବିଶେଷ କରି ଦୁର୍ଯ୍ୟୋଧନଙ୍କୁ ଆଶ୍ୱସ୍ତ କଲା, ତାଙ୍କ ମନରେ ହର୍ଷ ଆଣିଲା। ଏଠି ଦେଖନ୍ତୁ କେମିତି କୌଟୁମ୍ବିକ ସମ୍ପର୍କଟା ଯୁଦ୍ଧ ରଣନୀତି ଉପରେ ପ୍ରଭାବ ପକାଉଛି। ବାସ୍ତବିକ ଏହି ବ୍ୟକ୍ତିଗତ ସମ୍ପର୍କଗୁଡ଼ିକୁ ଯୁଦ୍ଧର ବାତାବରଣକୁ କେତେ ଜଟିଳ କରିଦେଉଛି ତାହା ସ୍ପଷ୍ଟ ଜଣାପଡ଼ୁଛି। ଭଲ, ତେବେ ଭୀଷ୍ମ ଯେତେବେଳେ ଶଙ୍ଖ ବଜାଇଲେ ତାପରେ କ'ଣ ହେଲା, ପରିସ୍ଥିତି କେମିତି ବଦଳିଲା? ଆସନ୍ତୁ ତ୍ରୟୋଦଶ ଶ୍ଲୋକ ଶୁଣିବା। ତତଃ ଶଙ୍ଖାଶ୍ଚ ଭୈର୍ୟଶ୍ଚ ପଣବାନକ ଗୋମୁଖାଃ ସହସୈବାଭ୍ୟହନ୍ୟନ୍ତ ସଶବ୍ଦସ୍ତୁମୂଲୋऽଭବତ୍। ତ୍ରୟୋଦଶ। ହଁ, ତ ଭୀଷ୍ମ ଯେମିତି ଶଙ୍ଖ ବଜାଇଛନ୍ତି, ପୁରା କୌରବ ସେନା ଭାବିନେଲା ଯେ ବାସ୍ ଯୁଦ୍ଧ ଆରମ୍ଭ ହୋଇଗଲା। ଓହୋ, ମାନେ ଭୀଷ୍ମ ହୁଏତ କେବଳ ଦୁର୍ଯ୍ୟୋଧନଙ୍କୁ ସାନ୍ତ୍ୱନା ଦେବା ପାଇଁ ଏମିତି କରିଥିଲେ, କିନ୍ତୁ ସେନା ଏହାକୁ ଯୁଦ୍ଧର ଘୋଷଣା ବୋଲି ଧରିନେଲା। ଏକଦମ ସେୟା ହିଁ ଲାଗୁଛି, କାରଣ ଶ୍ଲୋକ କହୁଛି ତତଃ ମାନେ ତାପରେ, ସହସୈବାଭ୍ୟହନ୍ୟନ୍ତ ଅର୍ଥାତ୍ ହଠାତ୍ ଏକା ସାଙ୍ଗରେ ବିନା କୌଣସି ବିଳମ୍ବରେ ସବୁ ବାଜା ବାଜି ଉଠିଲା। କ'ଣ କ'ଣ ବାଜିଲା? ଶଙ୍ଖ ସବୁ ବାଜିଲା, ଭେରୀ ଯାହା ବଡ଼ ନଗରା ବା ନବତ୍, ପଣବ, ଢୋଲ, ଆନକ, ମୃଦଙ୍ଗ ବା ପଖାଉଜ ଏବଂ ଗୋମୁଖ ଯାହା ତୁରୀ ବା ନରସିଂହା ପରି ବାଦ୍ୟ, ଏ ସବୁ ଏକାବେଳକେ ବାଜି ଉଠିଲା। ବାପରେ, ଏତେ ସବୁ ବାଦ୍ୟଯନ୍ତ୍ର ଏକା ସାଙ୍ଗରେ! ଏହା ତ ସେନାର ଅଦମ୍ୟ ଉତ୍ସାହକୁ ଦେଖାଉଥିବ ନିଶ୍ଚୟ। ହଁ, ଏକଦମ। ସେମାନେ ଯେମିତି ଯୁଦ୍ଧ ପାଇଁ ପୁରା ପ୍ରସ୍ତୁତ ହୋଇ ରହିଥିଲେ ଆଉ କେବଳ ଗୋଟେ ଇସାରାକୁ ଅପେକ୍ଷା କରୁଥିଲେ। ଏଇ ସହସା ଶବ୍ଦଟା ସେଇ ଅତ୍ୟଧିକ ଉତ୍ସାହ ଆଉ ତତ୍ପରତାକୁ ହିଁ ଦର୍ଶାଉଛି। ଆଉ ସେହି ମିଳିତ ଶବ୍ଦ କେମିତି ଥିଲା? ଶ୍ଲୋକର ଶେଷ ଭାଗ କହୁଛି ସଶବ୍ଦସ୍ତୁମୂଲ ଅଭବତ୍, ମାନେ ସେହି ଶବ୍ଦ ଅତ୍ୟନ୍ତ ଭୟଙ୍କର, ପ୍ରଚଣ୍ଡ ଆଉ କୋଳାହଳମୟ ଥିଲା। ତୁମୂଳ ଶବ୍ଦର ଅର୍ଥ ହେଉଛି ଭୟାନକ ଗର୍ଜନ ବା କୋଳାହଳ। ସେ ଶବ୍ଦ ଚାରିଆଡ଼େ ବ୍ୟାପିଗଲା, ଯାହା ଯୁଦ୍ଧର ଭୟାବହତା ଆଉ ଗମ୍ଭୀରତାକୁ ସୂଚାଇ ଦେଉଥିଲା। ଆଉ ଗୋଟେ ମହତ୍ତ୍ୱପୂର୍ଣ୍ଣ କଥା, ସଞ୍ଜୟ ଏଠାରେ ଧୃତରାଷ୍ଟ୍ର ପଚାରିଥିବା ପ୍ରଥମ ପ୍ରଶ୍ନର ମାମକାଃ ପାଣ୍ଡବାଶ୍ଚୈବ କି ମୁକୁର୍ବତ ସଞ୍ଜୟ, ମୋ ପୁଅମାନେ କ'ଣ କଲେ, ପ୍ରକୃତ ଉତ୍ତର ଦେବା ଆରମ୍ଭ କରୁଛନ୍ତି। ସେ ଦେଖାଉଛନ୍ତି ଯେ ଆପଣଙ୍କ ପୁଅମାନେ ମାନେ କୌରବମାନେ ଯୁଦ୍ଧ ପାଇଁ ପୂରାପୂରି ପ୍ରସ୍ତୁତ ଆଉ ଅତି ଉତ୍ସାହିତ। ବାଃ, ତେବେ ଏଇ ତିନୋଟି ଶ୍ଲୋକ ମାଧ୍ୟମରେ ଆମେ ଗୋଟେ ସୁନ୍ଦର କ୍ରମ ଦେଖିଲେ। ଦୁର୍ଯ୍ୟୋଧନଙ୍କର ରଣନୈତିକ ନିର୍ଦ୍ଦେଶ, ତାପରେ ଭୀଷ୍ମଙ୍କର ସ୍ନେହମିଶା ପ୍ରତିକ୍ରିୟା ଆଉ ଶେଷରେ ସମଗ୍ର କୌରବ ସେନାର ଉତ୍ସାହପୂର୍ଣ୍ଣ ଯୁଦ୍ଧ ଘୋଷଣା। ଏହା ସତେ ଯେମିତି ଯୁଦ୍ଧ ଆରମ୍ଭର ପ୍ରଥମ ଘଣ୍ଟା ନାଦ। ନିଶ୍ଚିତ ଭାବରେ ଏଇ କେତୋଟି ପଦ ଭିତରେ ଯୁଦ୍ଧ ପୂର୍ବର ସେଇ ଜଟିଳ ମାନବୀୟ ସମ୍ପର୍କ, ସାମରିକ ଚିନ୍ତା ଆଉ ଭିତରେ ଥିବା ଉତ୍ତେଜନା ସବୁକିଛି ବେଶ୍ ସ୍ପଷ୍ଟ ହୋଇଯାଉଛି। ଆଉ ଏହା ପରେ ପାଣ୍ଡବମାନେ କ'ଣ କରିବେ ତା ପାଇଁ ଗୋଟେ ଚମତ୍କାର ପୃଷ୍ଠଭୂମି ତିଆରି କରୁଛି। ଏକଦମ। ତାହେଲେ ଏହାପରେ ପାଣ୍ଡବ ଶିବିରରେ କ'ଣ ଘଟିଲା? ସେମାନେ କିପରି ଏହାର ଜବାବ ଦେଲେ? ସେ ବିଷୟରେ ଆମେ ଆମର ପରବର୍ତ୍ତୀ ଆଲୋଚନାରେ ଜାଣିବା। ହଁ, ସେ ପର୍ଯ୍ୟନ୍ତ ଏ କଥାଟା ଭାବିବା ପାଇଁ ରହିଲା ଯେ କୁରୁକ୍ଷେତ୍ର ଭଳି ଏତେ ବଡ଼ ଘଟଣାର ପ୍ରାରମ୍ଭିକ ମୁହୂର୍ତ୍ତଗୁଡ଼ିକ ବି କେମିତି ଛୋଟ ଛୋଟ ବ୍ୟକ୍ତିଗତ ଭାବନା, ସମ୍ପର୍କ ଆଉ ପରିସ୍ଥିତିର ଅଲଗା ଅଲଗା ବ୍ୟାଖ୍ୟା ଦ୍ୱାରା ଏତେ ଗଭୀର ଭାବେ ପ୍ରଭାବିତ ହୋଇପାରେ। ଯଦି ଆଜିର ଏ ଆଲୋଚନା କିଛି ନୂଆ ଦୃଷ୍ଟି ଦେଇଥାଏ, ତେବେ ଆପଣଙ୍କ ମତାମତ ଜଣାଇବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ଲେଖିପାରନ୍ତି। ଆଉ ଆଗାମୀ ଶ୍ଲୋକଗୁଡ଼ିକର ଆଲୋଚନା ପାଇଁ ପ୍ରସ୍ତୁତ ରୁହନ୍ତୁ। ନମସ୍କାର। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।